ପିଲେମାନେ ଆଜିର ଆମର ବିଷୟଟି ହେଉଛି ଏସିଆ ଓ ଆଫ୍ରିକାରେ ଉପନିବେଶବାଦ। ଏହି ବିଷୟଟି ପଢ଼ିବା ପୂର୍ବରୁ ପ୍ରଥମେ ଆମେ ଜାଣି ରଖିବା ଆମେ ଏଥିରେ କ'ଣ କ'ଣ ପଢ଼ିବା। ଉପନିବେଶବାଦ କ'ଣ? ଏସିଆ ଓ ଆଫ୍ରିକାରେ ଉପନିବେଶବାଦର ମୁଖ୍ୟ କାରଣ। ପ୍ରଥମେ ଆମେ ଜାଣିବା ଉପନିବେଶବାଦ କ'ଣ। ଚିତ୍ରରେ ତୁମେ ଦେଖିପାରୁଥିବ ୟୁରୋପୀୟ ମାନେ ସାଧାରଣତଃ ଏସିଆ ଓ ଆଫ୍ରିକାକୁ ନିଜର ବାଣିଜ୍ୟ କେନ୍ଦ୍ର କରିବା ପାଇଁ ଆସିଥିଲେ ଓ ସେଠାରେ ନିଜର ଉପନିବେଶମାନ ସ୍ଥାପନ କରିଥିଲେ। ବିଦେଶସ୍ଥ ଆବାସକୁ ଉପନିବେଶ କୁହାଯାଏ। କୌଣସି ଅଞ୍ଚଳରେ ପ୍ରବାସୀମାନଙ୍କ ବସତି ସ୍ଥାପନକୁ ଏକ ସତ୍ତ୍ୱାଧିକାରୀ ରାଜ୍ୟ ମନେକରି ମାତୃ ଦେଶର ଲାଭ ପାଇଁ କାର୍ଯ୍ୟରେ ଲଗାଇବା ହେଉଛି ଉପନିବେଶବାଦ। ବାଣିଜ୍ୟ ବ୍ୟବସାୟର ଉନ୍ନତି, ଆର୍ଥିକ ସମୃଦ୍ଧି, ସାମ୍ରାଜ୍ୟ ବିସ୍ତାର ଓ ଧର୍ମ ପ୍ରଚାର ଉପନିବେଶବାଦର ମୁଖ୍ୟ ଲକ୍ଷ୍ୟ ଥିଲା। ଉପନିବେଶବାଦ ପ୍ରଥମେ 16ଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା। ୟୁରୋପୀୟ ରାଷ୍ଟ୍ରମାନେ ବିଭିନ୍ନ ଅଞ୍ଚଳରେ ନିଜ ଦେଶର ଉପନିବେଶମାନ ସ୍ଥାପନ କରିଥିଲେ। ଔପନିବେଶିକ ସାମ୍ରାଜ୍ୟବାଦ 1914 ମସିହାରେ ଆରମ୍ଭ ହୋଇଥିବା ପ୍ରଥମ ବିଶ୍ୱଯୁଦ୍ଧ ପାଇଁ ଏକ ପ୍ରମୁଖ କାରଣ ହୋଇଥିଲା। ବର୍ତ୍ତମାନ ଆମେ ଜାଣିବା ଏସିଆ ଓ ଆଫ୍ରିକାରେ ଉପନିବେଶବାଦର ପ୍ରମୁଖ କାରଣଗୁଡ଼ିକ କ'ଣ। ପ୍ରଥମ କାରଣଟି ହେଉଛି ଭୌଗୋଳିକ ଆବିଷ୍କାର। ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀର ଭୌଗୋଳିକ ଆବିଷ୍କାର ଫଳରେ ଅନେକ ନୂତନ ଅଞ୍ଚଳର ସନ୍ଧାନ ମିଳିଥିଲା। ଏସିଆ ଓ ଆଫ୍ରିକା ମହାଦେଶକୁ ୟୁରୋପୀୟ ରାଷ୍ଟ୍ରମାନଙ୍କରୁ ଜଳପଥ ଓ ସ୍ଥଳପଥର ଆବିଷ୍କାର ହୋଇଥିଲା। ଫଳରେ ଦେଶମାନଙ୍କ ମଧ୍ୟରେ ଯାତାୟାତ ଓ ଯୋଗାଯୋଗର ଅଧିକ ସୁବିଧା ହେଲା। ବର୍ତ୍ତମାନ ଦ୍ୱିତୀୟ କାରଣଟି ହେଉଛି ଲାଭଜନକ ବ୍ୟବସାୟର ସୁବିଧା। ଭାରତ ଓ ଅନ୍ୟାନ୍ୟ କେତୋଟି ଦେଶରେ ମସଲା, ଚାହା, କାର୍ପାସ ବସ୍ତ୍ର, ରେଶମ, ସୁନା, ପ୍ରାକୃତିକ ଔଷଧ, ଚୀନାମାଟିର ପାତ୍ର, ଇବୋନି କାଠର ସନ୍ଧାନ ମିଳିଥିଲା। ଠିକ୍ ସେହିପରି ଆଫ୍ରିକାରେ ସୁନା, ତମ୍ବା, ହୀରା, ମୂଲ୍ୟବାନ କାଠ, ହାତୀ ଦାନ୍ତ, ରବର, ୟୁରାନିୟମ୍ ଆଦିର ସନ୍ଧାନ ମିଳିଥିଲା। ଏଗୁଡ଼ିକୁ ଏସିଆ ଓ ଆଫ୍ରିକାରୁ ସଂଗ୍ରହ କରି ୟୁରୋପୀୟ ବ୍ୟବସାୟୀମାନେ ନିଜ ଦେଶରେ ବିକି ପ୍ରଚୁର ଲାଭ କରିଥିଲେ। ଆଫ୍ରିକାର ଦାସ ବ୍ୟବସାୟ ସବୁଠୁ ବେଶୀ ଲାଭଦାୟକ ଥିଲା। ପର୍ତ୍ତୁଗାଲ, ସ୍ପେନ୍, ହଲାଣ୍ଡ, ଫ୍ରାନ୍ସ ଆଦି ୟୁରୋପୀୟ ରାଷ୍ଟ୍ରଙ୍କର ଉପନିବେଶ ସ୍ଥାପନ ହୋଇଥିଲା। ତୃତୀୟ କାରଣଟି ଓ ମୁଖ୍ୟ କାରଣଟି ହେଉଛି ଆମର ଶିଳ୍ପ ବିପ୍ଳବ। ନୂତନ ଯନ୍ତ୍ରର ଉଦ୍ଭାବନ ଫଳରେ କଳକାରଖାନାରେ ଅଳ୍ପ ଶ୍ରମ ଓ ସମୟ ବିନିମୟରେ ନିତିଦିନିଆ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ଯୋଗୁଁ ମନୁଷ୍ୟର ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ଘଟିଲା। ଏହାକୁ ଶିଳ୍ପ ବିପ୍ଳବ କୁହାଯାଏ। ଇଂଲଣ୍ଡରେ ସର୍ବପ୍ରଥମେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଥିଲା। ଚିତ୍ରରେ ଯେଉଁ ଜିନିଷଟି ତୁମେ ଦେଖୁଛ ତାହା ହେଉଛି ପ୍ରଥମ ବାଷ୍ପ ଚାଳିତ ଇଞ୍ଜିନ୍। ଯଥା କୋଇଲା, ଲୁହା, ଟିଣ, ସୁନା, ତମ୍ବା, ତୈଳ ଆଦିର ପ୍ରଚୁର ଉପଲବ୍ଧି ମଧ୍ୟ ୟୁରୋପୀୟ ରାଷ୍ଟ୍ରଙ୍କୁ ଆକର୍ଷିତ କରିଥିଲା।
ଆମର ଚତୁର୍ଥ କାରଣଟି ହେଉଛି ପରିବହନ ଓ ଯୋଗାଯୋଗରେ ଉନ୍ନତି। ଚିତ୍ରରେ ତୁମେ ଦେଖୁଛ ବାଷ୍ପ ଚାଳିତ ଜାହାଜ। ବାଷ୍ପୀୟ ଜାହାଜର ଉଦ୍ଭାବନ ଦ୍ୱାରା ୟୁରୋପୀୟ ଦେଶମାନଙ୍କରୁ ଜଳପଥରେ ଏସିଆ ଓ ଆଫ୍ରିକୀୟ ଅଞ୍ଚଳକୁ ଜିନିଷପତ୍ରର ସହଜ ଓ ଶୀଘ୍ର ପରିବହନ ସମ୍ଭବପର ହୋଇପାରିଲା। ଜଳପଥ, ସ୍ଥଳପଥ ଓ ରେଳପଥର ନିର୍ମାଣ ଫଳରେ ପରିବହନ ଓ ଯୋଗାଯୋଗରେ ଉନ୍ନତି ହୋଇପାରିଲା। ବର୍ତ୍ତମାନ ଆମେ ଜାଣିବା ଏ ବିଷୟରେ ଆମେ କ'ଣ କ'ଣ ଶିଖିଲେ। ବିଦେଶସ୍ଥ ଆବାସକୁ ଉପନିବେଶ କୁହାଯାଏ। ଔପନିବେଶିକ ସାମ୍ରାଜ୍ୟବାଦ 1914 ମସିହାରେ ଆରମ୍ଭ ହୋଇଥିବା ପ୍ରଥମ ବିଶ୍ୱଯୁଦ୍ଧ ପାଇଁ ଏକ ପ୍ରମୁଖ କାରଣ ହୋଇଥିଲା। ଶିଳ୍ପ ବିପ୍ଳବ ପ୍ରଥମେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ଅଧ୍ୟାୟରେ ଆମେ ପଢ଼ିବା ଭାରତରେ ଉପନିବେଶ, ଚୀନରେ ଇଂଲଣ୍ଡର ପ୍ରଭାବ ବିସ୍ତାର, ଚୀନ ବିଭାଜନ, ହଲାଣ୍ଡର ନିୟନ୍ତ୍ରଣ ବିସ୍ତାର। ଆଶା କରୁଛି ତୁମକୁ ଏହି ବିଷୟଟି ଭଲ ଭାବରେ ବୁଝିପାରିଥିବ।